प्रकाशित वाक्य 3 पर्व 14 ରୁ 22 पढ़ुछि। लाउदिकिया मंडलीर दूत निकटकू लेख, जे सत, जे विश्वस्त ओ सत्य साक्षी, जे ईश्वरଙ୍କ सृष्टिर आदिकर्ता, से ଏହା कहନ୍ତି। आम्भे तुम्भर कर्म जाणु, तुम्भे शीतल नुह कि उष्ण ही नुह, तुम्भे शीतल कि उष्ण हेले भल हुअंता, एणु तुम्भे शीतल कि उष्ण न होई ईसदुष्ण हेबारु आम्भे तुम्भकू आपणा मुखरू उद्गार करबाकू जाउअछु। तुम्भे कहुअछ, मु धनी, मोहर बहुत संपत्ति अछि, मोहर कौनसी अभाव नहीं, मात्र तुम्भे जे दुर्भागा, दीनहीन, दरिद्र, अंध और उल्लग्न ଏହା ଜାଣ ନାହିଁ। एणु आम्भे तुम्भकू एही परामर्श देउअछु, तुम्भे धनी हेबा निमंते अग्नि रे परिष्कृत सुवर्ण आउ तुम्भ उल्लंघतार लज्जा जेपरि प्रकाशित न हुए एथिपाई परिधान करिबा निमंते शुक्ल वस्त्र, पुणी दृष्टि पाइबा निमंते चक्षुरे लेपन करिबा पई अंजन आम्भ निकटरू किण। आम्भे जेते लोकंकू भल पाऊ सेमानंकू अनुजोग ओ शासन करिथाउ। अतएव उद्योगी होई मन परिवर्तन कर। देख, आम्भे द्वार निकटरे ठिया होई आघात करुअछु। जदि केही आम्भर स्वर शुणी द्वार फिटाई दब, ताहा हेले आम्भे प्रवेश करी ताहा निकटକୁ ଯିବୁ, पुणी आम्भे ताहा सहित भोजन करिबु ओ से आम्भ सहित भोजन करिब। आम्भे जेपरि जय करी आपणा आम्भर पिताଙ୍କ सहित ताଙ୍କ सिंहासନରେ ବସିଅଛୁ, ସେପରି ଯେ ଜୟ କରେ ଆମ୍ଭେ ତାହାକୁ ଆମ୍ଭ ସହିତ ଆମ୍ଭର ସିଂହାସନରେ ବସିବାକୁ ଦେବୁ। ମଣ୍ଡଳୀ ଗଣକୁ ଆତ୍ମା କଣ କହନ୍ତି, ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। ପ୍ରଭୁ ଏ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। ବାକ୍ୟ ବୁଝିବା ପାଇଁ ଆମ ସମସ୍ତଙ୍କୁ ସାହାଯ୍ୟ କରନ୍ତୁ। ଏଠି ଆମେ ଦେଖୁଛୁ ଏ ସବୁଠୁ ସମସ୍ତଙ୍କର ଅତି ଜଣାଶୁଣା ବାକ୍ୟ ଅଟେ। ଏଠି ଏ ବାକ୍ୟ ସମସ୍ତେ ଆମେ ଜାଣିଛୁ, ବାକ୍ୟର ଅର୍ଥ ମଧ୍ୟ ଆମେ ସମସ୍ତେ ଜାଣିଛୁ। ଖାଲି ଆଜି ପ୍ରଭୁ ଆମକୁ ଜଣାଉଛନ୍ତି ଆମେ ଆଉ ଥରେ ଏହାକୁ ମନେ ପକେଇବା। ଏ ବାକ୍ୟକୁ ଆଜି ସମସ୍ତେ ମନେ ପକେଇବା। ଏଇ ଚିଠି ଦ୍ୱାରା ଯାହା ଲେଖା ହେଇଛି ତାହା ଆମେ ନିଜେ ଏଇ ଚିଠିଟି ଯେମିତି ଆମକୁ ଲେଖା ହେଇଛି ଭାବିବା, ଆଉ ଏଇ ଚିଠିରୁ ଆମେ ନିଜେ ସଜାଗ ହେବା, କାହିଁକି ନା ପ୍ରଭୁଙ୍କର ଆଗମନର ଦିନ ସନ୍ନିକଟ ଅଟେ। ଏ ବାକ୍ୟ ମାଧ୍ୟମରେ ଆମେ ନିଜେ ନିଜେ ଆଜି ପୁଣି ରିମେମ୍ବର କରିବା ପ୍ରଭୁ କଣ କହୁଛନ୍ତି ଆମକୁ। ଆମେ ଏଠି ଦେଖୁଛୁ ଲାଉଦିକିଆ ନିକଟକୁ, ଲାଉଦିକିଆ ମଣ୍ଡଳୀର ଦୂତ ନିକଟକୁ ଲେଖ। ଲାଉଦିକିଆ ମଣ୍ଡଳୀକୁ ଏଟା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଚିଠି ଲେଖୁଛନ୍ତି। ଯୋହନଙ୍କ ଦ୍ୱାରା ଆମେ ସବୁ ବିଷୟ ଜାଣିଛୁ। ପ୍ରତ୍ୟେକ ମଣ୍ଡଳୀ, ସପ୍ତ ମଣ୍ଡଳୀ ନିକଟକୁ, ଏଠି ଲାଷ୍ଟରେ ଏଇ ଲାଉଦିକିଆ ମଣ୍ଡଳୀ ନିକଟକୁ ଏଇ ପତ୍ରଟି ଲେଖା ହେଇଛି। ପ୍ରକାଶିତ ବାକ୍ୟର ଏଇ ଯୋଉ 3 ର 14 ରୁ 22 ଲାଉଦିକିଆ ମଣ୍ଡଳୀ ନିକଟକୁ ଯୋଉ ଲେଖା ହେଇଛି, ତାହା ଆଜି ଆମକୁ ମଧ୍ୟ ଏଇ ସବୁ ବାକ୍ୟ ଆମକୁ ମଧ୍ୟ ପ୍ରଭୁ ଶିଖେଇବା ପାଇଁ ଚାହୁଁଛନ୍ତି, ଜଣେଇବା ପାଇଁ ଚାହୁଁଛନ୍ତି। ଆମେ ଯଦି ସଜାଗ ହେବା, ଏଠି ଆମେ ଦେଖୁଛୁ ଯେ ମଣ୍ଡଳୀର ଆଧ୍ୟାତ୍ମିକ ଅବସ୍ଥାକୁ ଏଠି କଠୋର ଭାବରେ ସମାଲୋଚନା କରିଛନ୍ତି ପ୍ରଭୁ, ଆଉ ସେମାନଙ୍କୁ ନିମନ୍ତ୍ରଣ କରୁଛନ୍ତି କେମିତି ଅନୁତାପ କରି ଫେରି ଆସ ବୋଲି। ସେତେବେଳେ ସେ ଲାଉଦିକିଆ ସହର ଗୋଟେ ଧନୀ ଆଉ ଗୋଟେ ବ୍ୟବସାୟିକ ସହର ଥିଲା। ଏଟା କମର୍ସିଆଲ ଆଉ ଫାଇନାନ୍ସିଆଲ ହବ୍ ଥିଲା ଲାଉଦିକିଆ ସହରଟି। ବ୍ୟାଙ୍କିଂ ପାଇଁ ଫେମସ ଥିଲା, ସ୍ପେଶାଲି ଆଇ ଟ୍ରିଟମେଣ୍ଟ ପାଇଁ ମେଡିସିନ ସବୁ ହଉଥିଲା, ଆଉ ଟେକ୍ସଟାଇଲ ଇଣ୍ଡଷ୍ଟ୍ରି ଥିଲା, ବ୍ଲାକ୍ ଉଲ୍ ର ପ୍ରଡକ୍ସନ ହଉଥିଲା। ବହୁତ ଗୋଟେ ରିଚ୍ ସହର ଥିଲା ଲାଉଦିକିଆ। ଆଉ ସେଇ ମଣ୍ଡଳୀର ଲୋକମାନେ ବି ବହୁତ ରିଚ୍ ଲୋକମାନେ ସେଠି ରହୁଥିଲେ, କିନ୍ତୁ ଆତ୍ମିକ ଅବସ୍ଥା ତାଙ୍କର ଠିକ ନଥିଲା। ଲାଉଦିକିଆ ମଣ୍ଡଳୀକୁ ଯୋଉ ଚିଠିଟି ଦିଆହେଇଛି ଗୋଟେ ୟୁନିକ୍ ଅଟେ, କାହିଁକିନା ଆମେ ଆଗରୁ ଅନ୍ୟ ପାଞ୍ଚଟି ମଣ୍ଡଳୀକୁ ଯୋଉ ପ୍ରଭୁ ଯୀଶୁ ଦେଇଛନ୍ତି ପତ୍ର ଗୁଡିକୁ ପଢିଛୁ, ସେଇଥିରେ ପ୍ରଭୁ ଯୀଶୁ ସେମାନଙ୍କର କର୍ମର ପ୍ରଶଂସା କରିଛନ୍ତି ଆଉ ରିମାର୍କ କରିଛନ୍ତି। କିନ୍ତୁ ଆମେ ଏ ଲାଉଦିକିଆ ଆଉ ସାର୍ଦି ଏଇ ଦିଟା ମଣ୍ଡଳୀକୁ ପରମେଶ୍ୱର ଗୋଟିଏ ମଧ୍ୟ ଭଲ ରିମାର୍କ ଦେଇନାହାନ୍ତି। ଆଉ ଆମେ ନିଜେ ଦେଖୁଛୁ ଯେ ଲାଉଦିକିଆ ମଣ୍ଡଳୀ ଯେତେବେଳେ ଆମେ ପଢୁଛେ ଚିଠିଟା, ଏଠି ସେ
କଠୋର ଶବ୍ଦ ଗୁଡ଼ିକ ବ୍ୟବହାର କରିଛନ୍ତି, କଠୋର ଶବ୍ଦ ଉଦ୍ଗାର କରିଦେବୁ ଏମିତି ୱାର୍ଡ ୟୁଜ କରିଛନ୍ତି। ଏଠି ଆମେ ଦେଖୁଛୁ ଯେ ଆଧ୍ୟାତ୍ମିକ ଉଦାସୀନତା ଉପରେ ଗୁରୁତ୍ୱ ଦେଇଛନ୍ତି ଏଠି ଏ ଚିଠିଟିରେ। ଏ ମଣ୍ଡଳୀର ବିଶ୍ୱାସୀ ମାନେ କେବଳ ନାମକୁ ମାତ୍ର ଖ୍ରୀଷ୍ଟ ବିଶ୍ୱାସୀ ଥିଲେ, କିନ୍ତୁ ସେମାନଙ୍କର ବିଶ୍ୱାସରେ କୌଣସି ଶକ୍ତି ବା ଉତ୍ସାହ ନଥିଲା। ମାନେ ଈଶ୍ୱରଙ୍କ ପ୍ରତି ଉତ୍ସାହିତ ଏତେ ନଥିଲେ, ସେମାନଙ୍କର ବିଶ୍ୱାସରେ କୌଣସି ଆଗ୍ରହ ବା ଉତ୍ସାହ ନଥିଲା, ଯାହାକି ପରମେଶ୍ୱରଙ୍କୁ ଅସନ୍ତୁଷ୍ଟ କରିଥିଲା। ମଣ୍ଡଳୀ ଭାବୁଥିଲା ଯେ ସେମାନେ ଧନୀ ଆଉ ସବୁ କିଛିରେ ପୂର୍ଣ୍ଣ, ମାତ୍ର ପ୍ରଭୁ ଯୀଶୁଙ୍କ ଦୃଷ୍ଟିରେ ସେମାନେ ଆଧ୍ୟାତ୍ମିକତା ଭାବରେ ଦରିଦ୍ର, ଦୟନୀୟ, ଅନ୍ଧ, ଉଲଙ୍ଗ ବୋଲି କହୁଛନ୍ତି। ଏଥିରୁ ଆମେ ସେମାନଙ୍କର ବାହ୍ୟକ ସମୃଦ୍ଧିକୁ ଦେଖୁଛୁ, କିନ୍ତୁ ଆଭ୍ୟନ୍ତରୀଣତାର ଶୂନ୍ୟତାକୁ ଦେଖୁଛୁ। ଏଇସବୁ ବିଷୟ ଆମେ ଦେଖୁଛୁ। ଏଠି ଆମେ 14ରେ ଆମେ ଦେଖୁଛୁ, 14 ପଦରେ ପ୍ରଭୁ ଯୀଶୁ ନିଜର ପରିଚୟ ଦଉଛନ୍ତି ଆଉ କହୁଛନ୍ତି ଯେ ସେ ହଉଛନ୍ତି ସତ୍, ବିଶ୍ୱସ୍ତ, ସତ୍ୟ ସାକ୍ଷୀ ଅଟନ୍ତି। ପ୍ରକୃତିରେ ଆମେ ସମସ୍ତେ ଜାଣିଛୁ ଆମର ପ୍ରଭୁ ଯୀଶୁ କିଏ ଅଟନ୍ତି। ଆମ ପ୍ରଭୁ ଯୀଶୁ ତାଙ୍କର ପରିଚୟ ଏଠି ସେ ମଣ୍ଡଳୀକୁ ଲେଖି ଦଉଛନ୍ତି, ଚିଠିରେ ଲେଖିବାକୁ କହୁଛନ୍ତି। ମାନେ ପ୍ରଭୁ ଯୀଶୁଙ୍କର ସତ୍ ମାନେ ସେ ସମ୍ପୂର୍ଣ୍ଣ ସତ୍ୟ ଅଟନ୍ତି, ସେ ବିଶ୍ୱାସଯୋଗ୍ୟ ଅଟନ୍ତି, ସେ କେବେ ମିଛ କହନ୍ତି ନାହିଁ, ସେ ସତ୍ୟ ସାକ୍ଷୀ ଅଟନ୍ତି, ସେ ଆମର ଆତ୍ମିକ ଅବସ୍ଥାକୁ ଠିକ ଭାବରେ ଦେଖନ୍ତି, ସେ ହୃଦୟକୁ ପଢନ୍ତି। ସେଥିପାଇଁ ସେ ଆମକୁ ଆଉ ଥରେ ଜଣେଇ ଦଉଛନ୍ତି କି ସେ ହଉଛନ୍ତି ପଥ, ସତ୍ୟ ଓ ଜୀବନ ବୋଲି। ତାପରେ ଆମେ 15-16 ପଦରେ ଆମେ ଦେଖୁଛୁ, ଆମ୍ଭେ ତୁମର କର୍ମ ଜାଣୁ, ତୁମ୍ଭେ ଶୀତଳ ନୁହଁ କି ଉଷ୍ଣ ନୁହଁ, ତୁମେ ଶୀତଳ କି ଉଷ୍ଣ ହେଲେ ଭଲ ହୁଅନ୍ତା। ଏଣୁ ତୁମ୍ଭେ ଶୀତଳ କି ଉଷ୍ଣ ନ ହୋଇ ଈଷଦୁଷ୍ଣ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ଉଦ୍ଗାର କରିବାକୁ ଯାଉଅଛୁ। ଏଠି ଆମେ ଦେଖୁଛୁ ଏଇ ଦିଟା ପଦରୁ ମଣ୍ଡଳୀର ଖରାପ ସ୍ଥିତିକୁ ଦେଖୁଛୁ, ଆତ୍ମିକ ଅବସ୍ଥା ବିଷୟରେ ଚେତାବନୀ ଦଉଛନ୍ତି। ଏଠି ଦେଖୁଛି ଯେ ଈଶ୍ୱରଙ୍କ ପାଖରେ ଉତ୍ସାହୀ ବିଶ୍ୱାସୀ ଆବଶ୍ୟକ ଅଟେ। ପ୍ରଭୁଙ୍କ ନିମନ୍ତେ ଉତ୍ସାହୀ ହେବା କଥା। ବିଶ୍ୱାସୀ ମାନଙ୍କର ଆଧ୍ୟାତ୍ମିକ ଉଦାସୀନତାକୁ କି ଅଳସୁଆପଣଟାକୁ ପ୍ରଭୁ ଭଲ ପାଆନ୍ତିନି। ନାମଧାରୀ ବିଶ୍ୱାସୀ ମାନେ ବୋଲି ସେ କହୁଛନ୍ତି। ଈଶ୍ୱରଙ୍କ ଜାଣୁଛି କହୁଛନ୍ତି, କିନ୍ତୁ ଈଶ୍ୱରଙ୍କର ପ୍ରେମ ନଥିବ ତାଙ୍କ ହୃଦୟରେ। ସେ ବିଶ୍ୱାସୀ ମାନଙ୍କୁ ସେ ଭଲ ପାଆନ୍ତିନି। ସେମାନେ ଏଇ ଲୋକମାନଙ୍କୁ, ଯୋଉ ଲୋକମାନଙ୍କୁ କହୁଛନ୍ତି, ଯୋଉମାନେ କି ଈଶ୍ୱରଙ୍କୁ ସେମାନଙ୍କ ଜୀବନରେ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରନ୍ତି ନାହିଁ, କି ସମ୍ପୂର୍ଣ୍ଣ ଭାବରେ ଡିନାୟ ମଧ୍ୟ କରନ୍ତି ନାହିଁ। ସେମାନେ ନିଜକୁ ସେଲ୍ଫ ସାଟିସ୍ଫାଏଡ୍ ଆଉ ଗର୍ବୀ ଭାବନ୍ତି, ଗର୍ବରେ ସେମିତି ରହିଥାନ୍ତି। କିନ୍ତୁ ପ୍ରକୃତରେ ଲୋକମାନେ ଆଧ୍ୟାତ୍ମିକ ଦୃଷ୍ଟିରୁ ଦରିଦ୍ର ଅଟନ୍ତି। ଯେମିତି ଏ ବିଶ୍ୱାସୀ ମାନେ ନିଜକୁ ଧାର୍ମିକ ବୋଲି ଭାବନ୍ତି, କିନ୍ତୁ ନିଜକୁ ଜଗତରେ ପୁରାପୁରି ନିବିଷ୍ଟ ରହନ୍ତି, ଜଗତକୁ ବେଶୀ ପ୍ରେମ କରିଥାନ୍ତି, ଫାଷ୍ଟ ଇମ୍ପୋର୍ଟାନ୍ସ ଜଗତକୁ ଦେଇଥାନ୍ତି, ଜଗତର ବସ୍ତୁକୁ ପ୍ରେମ କରୁଥାନ୍ତି, ଜାଗତିକ ଅଭିଳାଷ ପ୍ରତି ଆସକ୍ତ ରହିଥାନ୍ତି। ଜଗତ ପ୍ରତି ବେଶୀ ପ୍ରେମ ଥାଏ, କିନ୍ତୁ ଈଶ୍ୱରଙ୍କ ନାମଧାରୀ ଈଶ୍ୱରଙ୍କର ସନ୍ତାନ କହିଥାନ୍ତି। ସେମିତି ଆମେ ହେବା ନାହିଁ, କାହିଁକିନା ପ୍ରଭୁ ପସନ୍ଦ କରନ୍ତି ନାହିଁ। ଆମେ ସଦାସର୍ବଦା ଈଶ୍ୱର କଣ କହୁଛନ୍ତି, ଈଶ୍ୱର କଣ ଚାହୁଁଛନ୍ତି, ସେଇ ସବୁ ବିଷୟକୁ ଆମେ ଧ୍ୟାନ ଦେବା। ବାକ୍ୟରେ ଆମକୁ କଣ ସେ ବତଉଛନ୍ତି, ଆମକୁ କଣ କମାଣ୍ଡମେଣ୍ଟ ଦେଇଛନ୍ତି, ଆମର ଜୀବନ ଶୈଳୀ, ଆମର କଥାବାର୍ତ୍ତା, ଆମେ କେମିତି କଲେ ଈଶ୍ୱରଙ୍କର ସନ୍ତୋଷଜନକ ହେଇପାରିବା, ଈଶ୍ୱରଙ୍କର ଇଚ୍ଛା କଣ, ତାହା ତାଙ୍କଠୁ ଆମେ ଜାଣିବା ପାଇଁ ତାଙ୍କ ପାଖରେ ପ୍ରାର୍ଥନାରେ ଲାଗି ରହିବା। ସେ ଯୋଉଥିରେ ଖୁସି ହୁଅନ୍ତି ଆମେ ସେଇ ସବୁ କାର୍ଯ୍ୟ କରିବା, ଭାବିବା, କାହିଁକିନା ପ୍ରଭୁ ସେଇଥିରେ ହିଁ ପସନ୍ଦ କରିବେ। ଆଉ ନହେଲେ ସେ କହୁଛନ୍ତି ଉଦ୍ଗାର କରିଦେବୁ। ସେଥିପାଇଁ ଆମେ ଈଶ୍ୱରଙ୍କର ସନ୍ତୋଷଜନକ ଜୀବନ କାଟିବା। ଏଇ ଈଶ୍ୱଦୁଷ୍ଣ ବିଶ୍ୱାସୀ ଯିଏକି ପୁରାପୁରି ଈଶ୍ୱରଙ୍କ ନିକଟରେ ସରେଣ୍ଡର କରିନି, ବଟ୍ ଇମ୍ପୋର୍ଟାନ୍ସ ଦଉଛି ୱାର୍ଲଡଲି କମ୍ଫର୍ଟକୁ, ଆମେ ସେମିତି ହେବା ନାହିଁ। କାହିଁକିନା ପ୍ରଭୁ ଚାହାନ୍ତି ଆମର ହୃଦୟ ସହିତ ମନ ପ୍ରାଣ ଦେଇ ଈଶ୍ୱରଙ୍କୁ ପ୍ରେମ କରିବୁ, ତାଙ୍କୁ ଆରାଧନା କରିବୁ। ପ୍ରଥମ ଇମ୍ପୋର୍ଟାନ୍ସ ଈଶ୍ୱରଙ୍କୁ ହିଁ ଦେବୁ। ଈଶ୍ୱରଙ୍କର ଇଚ୍ଛାକୁ ଆମେ ଜାଣିବା ପାଇଁ ଚେଷ୍ଟା କରିବା, ଈଶ୍ୱରଙ୍କର ଇଚ୍ଛାକୁ ସଫଳ କରିବା ପାଇଁ ସଦାସର୍ବଦା ଚେଷ୍ଟା କରିବା।
ଈଶ୍ୱରଙ୍କର ପ୍ରେମ ଅଛି କହିବା କିନ୍ତୁ ଅନ୍ୟକୁ ପସନ୍ଦ କରିବାନି, ଅନ୍ୟକୁ କ୍ଷମା ଦିଅ କହୁଛନ୍ତି, କ୍ଷମା ଦେଇପାରିବାନି, ଅନ୍ୟକୁ ତମେ ଶତ୍ରୁକୁ ବି ପ୍ରେମ କର କହୁଛନ୍ତି, କିନ୍ତୁ ଅନେକ ସମୟରେ ଆମେ ଯଦି ରାଗ ଅଛି ଆମେ ସାଇଲେଣ୍ଟ ରହିଲେ କିନ୍ତୁ ହୁଅନ୍ତା, କିନ୍ତୁ ଅନେକ ସମୟରେ ତାଙ୍କର କ୍ଷତି ହେଲେ ଆମେ ମନେ ମନେ ହୃଦୟରେ ଖୁସି ହେଇଥାଉ। ଏସବୁ ଜିନିଷ ପ୍ରଭୁ ହୃଦୟ ଦେଖୁଛନ୍ତି। ଆମେ ପୁରା ବାକ୍ୟ ଅନୁଯାୟୀ ଜୀବନ କାଟିବାକୁ ପଡିବ। ସେ ଯାହା କହୁଛନ୍ତି ତାକୁ ଆମକୁ ମାନିବାକୁ ପଡିବ। ଅନେକ ଆମର ଦୁର୍ବଳତା ରହିଯାଇଥାଏ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଭୁଙ୍କ ସାଙ୍ଗରେ ଆମେ ଲାଗି ରହିଲେ ଦିନ ପ୍ରତିଦିନ ଆମକୁ ସେ ସାହାଯ୍ୟ କରିବେ। ଆମେ ସେଇଠୁ ସେଇ ସବୁ ଆମର ଦୁର୍ବଳତା ଦୂର ହେଇପାରିବ। ଆମେ ସେଥିପାଇଁ ଯେତେ ପାରିବା ଚେଷ୍ଟା କରିବା ଈଶ୍ୱରଙ୍କର ବାକ୍ୟ ଶୁଣି ପାଳନ କରିବା। କାହିଁକି ସେ ଉଦ୍ଗାର କରିନାହାନ୍ତି, ବଟ୍ ଉଦ୍ଗାର କରିବାକୁ ରେଡି ହଉଛନ୍ତି କହୁଛନ୍ତି। ମାନେ ଏବେ ବି ଆମ ପାଖରେ ସମୟ ଅଛି। ଆମେ ନିଜକୁ ପରୀକ୍ଷା କରିବା, ଆମର କୋଉଠି ଦୁର୍ବଳତା ଅଛି ଦେଖିବା, ଆଉ ଈଶ୍ୱରଙ୍କ ଦୃଷ୍ଟିରେ ସନ୍ତୋଷ କାର୍ଯ୍ୟ କରୁଛୁ କି ନାହିଁ ସେଟା ବି ଆମେ ଧ୍ୟାନ ଦେବାକୁ ପଡିବ। ଆଉ ନିଜକୁ ପରିବର୍ତ୍ତନ କରିବା, ଈଶ୍ୱରଙ୍କ ଠାରେ ସ୍ଥିର ରହିବା। କାହିଁକିନା କେବେ ମଧ୍ୟ ଦୁଇଟା ମାଲିକର ଆମେ ସେବା କରିପାରିବାନି। ଆମେ ଜଗତରେ ରହିବା, କିନ୍ତୁ ଜଗତରେ ରହିକି ଜଗତର ଅଭିଳାଷରୁ ଦୂରେଇ ରହିବା, ପୃଥକୀକୃତ ଜୀବନ କାଟିବା, ଆଉ ଆତ୍ମିକ ଜୀବନର ଅଭିବୃଦ୍ଧିକୁ ଚାହିଁବା। କାହିଁକିନା ଜାଗତିକ ଜୀବନ ପ୍ରତି ଆସକ୍ତ ଆତ୍ମିକ ଦରିଦ୍ରତା ଅଟେ। ଆମେ ଈଶ୍ୱରଙ୍କ ନିମନ୍ତେ କ୍ଷୁଧିତ ତୃଷିତ ରହିବା। ଏବେ ମଧ୍ୟ ଆମ ପାଖରେ ସମୟ ଅଛି। ଆମେ ପ୍ରଭୁ ଯୀଶୁଙ୍କର ବାକ୍ୟ ଅନୁଯାୟୀ ଜୀବନ କାଟିବା, ତାଙ୍କର ସନ୍ତୁଷ୍ଟକର କାର୍ଯ୍ୟ କରିବା। କାହିଁକିନା ଈଶ୍ୱରଙ୍କର ଆଗମନର ଦିନ ସନ୍ନିକଟ। ଆମକୁ ସତ୍ୟ ପବିତ୍ର ଭାବରେ ଆରାଧନା କରିବା। କାହିଁକିନା ତାଙ୍କର ବିଚାର ଦିନ ଯେ ସନ୍ନିକଟ। ସେ କହୁଛନ୍ତି, ଅନେକ ଜାଗାରେ ଆମେ ପଢିଛୁ, ଯୋଉମାନେ ବିବାହ ବସ୍ତ୍ର ପିନ୍ଧିନଥିଲେ, ବିବାହ ଭୋଜିକୁ ଆସିଥିଲେ, ସେ କଣ କହିଲେ? ସେ ଅନ୍ଧାର ଦନ୍ତ କିଡିମିଡିକୁ ପକେଇ ଦିଅ ବୋଲି। ସେ କୋଉଠି କହୁଛନ୍ତି ଦ୍ୱାର ବନ୍ଦ କରିଦେବେ। ଏମିତି ସେ ଆମକୁ ସଜାଗ କରୁଛନ୍ତି ଏଇ ସବୁ ୱାର୍ଡସ୍ ଦେଇକି। ଏଠି ମଧ୍ୟ ସେ କହୁଛନ୍ତି ଉଦ୍ଗାର କରିଦେବେ। ସେଥିପାଇଁ ଆମେ ନିଜକୁ ପରିବର୍ତ୍ତିତ କରିବା। ଆମେ ଈଶ୍ୱରଙ୍କ ଦୃଷ୍ଟିରେ ଯେମିତି ସେଇ ହିସାବରେ କଥାବାର୍ତ୍ତା, ବ୍ୟବହାର, ଚାଲିଚଳନ, ଭାବନା, ଚିନ୍ତା ସବୁକିଛି ତାଙ୍କର ସନ୍ତୋଷଜନକ ହେବା କଥା। ସେଇ ହିସାବରେ ଆମେ ଜୀବନ କାଟିବା ପାଇଁ ସେ ଆମକୁ ଏଠି ଆହ୍ୱାନ ଦଉଛନ୍ତି। ସେ ଆମକୁ ଏଠି 2 ତିମୋଥୀ 3:2-5 ଯେମିତି କହିଛନ୍ତି, ଏଇ ଲୋକମାନଙ୍କ ସାଙ୍ଗରେ ବି ବସ ନାହିଁ କହୁଛନ୍ତି। କାହିଁକି ନା ସେ ସବୁ ଜିନିଷ ତାଙ୍କର ସନ୍ତୋଷ ନୁହେଁ। ସେ କହୁଛନ୍ତି 2 ତିମୋଥୀ 3:2-5 ଲେଖା ହେଇଛି, ପାଉଲଙ୍କ ଦ୍ୱାରା ଆମକୁ ଜଣାଉଛନ୍ତି। କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଙ୍କାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଅମିଳନ ପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ, ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ୱର ପ୍ରିୟ ନ ହୋଇ ବରଂ ବିଳାସ ପ୍ରିୟ ହେବେ। ସେମାନେ ଭକ୍ତିର ଭେକ ଧରନ୍ତି କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି। ଏପରି ଲୋକମାନଙ୍କ ଠାରୁ ଅନ୍ତର ହୁଅ। ପ୍ରଭୁ ଏଇ ସବୁ ଗୁଣ ଗୁଡା ପସନ୍ଦ କରନ୍ତିନି। ଆମେ କେୟାରଫୁଲ ହେବା, ପ୍ରଭୁ କଣ ପସନ୍ଦ କରନ୍ତି, କଣ ପସନ୍ଦ କରନ୍ତିନି, ସେ ସବୁ ଧ୍ୟାନ ଦେବା। କାହିଁକି? ପ୍ରଭୁ ନହେଲେ କଠୋର ୱାର୍ଡ ୟୁଜ କରିଛନ୍ତି, ଉଦ୍ଗାର କରିଦେବେ। ତାପରେ ଆମେ ଏଠି ଦେଖୁଛୁ 17ରେ ସେ କହୁଛନ୍ତି, ଏଠି ଆମେ ଦେଖୁଛୁ ଯେ 17 ପଦରେ ଏଠି 17 ପଦରେ ଆମେ ଦେଖିପାରୁଛୁ ମଣ୍ଡଳୀ କିପରି ନିଜକୁ ଦେଖୁଛି ଏବଂ ଈଶ୍ୱର କିପରି ମଣ୍ଡଳୀକୁ ଦେଖୁଛନ୍ତି, ତାହା ଏ ପଦରୁ ଆମେ ଜାଣିପାରୁଛୁ। ମଣ୍ଡଳୀ କହୁଛି ମାନେ ବିଶ୍ୱାସୀ କହୁଛି ଯେ ମୁଁ ଧନୀ, ମୋହର ବହୁତ ସମ୍ପତ୍ତି ଅଛି, ମୋହର କୌଣସି ଅଭାବ ନାହିଁ। କିନ୍ତୁ ଈଶ୍ୱର କହୁଛନ୍ତି ଯେ ତୁମେ ଦୁର୍ଭାଗା, ଦିନହୀନ, ଦରିଦ୍ର, ଅନ୍ଧ, ଉଲଙ୍ଗ। ମାନେ ସେଥିପାଇଁ ଆମେ ଧ୍ୟାନ ଦେବାକୁ ପଡିବ। ଏ ଜଗତର ଧନୀ ବୋଲି ଗର୍ବ କରୁଥିବା ବ୍ୟକ୍ତିକୁ ପ୍ରଭୁ ଯୀଶୁ ଦରିଦ୍ର ବୋଲି କହୁଛନ୍ତି। ଆତ୍ମିକ ଧନ ଅର୍ଜନ କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ। ବାକ୍ୟକୁ ସଞ୍ଚୟ କରି ତାହା ଅନୁଯାୟୀ ଜୀବନ କାଟିବା ଓ ଅନନ୍ତ ଜୀବନ ରୂପ ଧନ ପାଇବା, ପ୍ରଭୁ ତାହା ଚାହାନ୍ତି। ଲାଦିକିଆ ମଣ୍ଡଳୀର ବିଶ୍ୱାସୀ ମାନେ ଭାବୁଥିଲେ ଯେ ସେମାନଙ୍କୁ ଆଉ କିଛି ଦରକାର ନାହିଁ। ବାହ୍ୟକ ଭାବରେ ସେମାନେ ବହୁତ ଧନୀ ଥିଲେ, ବଟ୍ ଯୀଶୁଙ୍କ ଦୃଷ୍ଟିରେ ସେମାନେ ଆତ୍ମିକ ଭାବରେ ଦରିଦ୍ର ଥିଲେ। ଈଶ୍ୱରଙ୍କ ପ୍ରତି ନିଷ୍ଠାପନ ନଥିଲେ। ସେମାନେ ନିଜର ପ୍ରକୃତ ଆତ୍ମିକ ଅବସ୍ଥାକୁ ଜାଣି ପାରୁନଥିଲେ।
ସେମାନେ ନିଜକୁ ଧାର୍ମିକ ମନେ କରୁଥିଲେ। ସେମାନଙ୍କର ସେଲ୍ଫ ସାଟିସ୍ଫାକ୍ସନ ଆଉ ଗର୍ବ ଥିଲା। ବଟ୍ ସେମାନଙ୍କର ସ୍ପିରିଚୁଆଲ ପୋଭର୍ଟି ଥିଲା, ଉଷ୍ମତାହୀନ ବିଶ୍ୱାସ ଥିଲା। ପ୍ରଭୁ ଆମକୁ ଶିଖଉଛନ୍ତି ଏମିତି ହେବା ନାହିଁ। ପ୍ରଭୁ ଚାହାନ୍ତି ଆମେ ଅନନ୍ତ ରୂପ ଧନ, ଅନନ୍ତ ଜୀବନ ରୂପ ଧନ ପାଇବା, ଆତ୍ମିକ ଜୀବନ କାଟିବା। ତାପରେ ଆମେ 18 ପଦରେ ଦେଖୁଛୁ ଏଠି ଦେଖୁଛୁ ପ୍ରଭୁ ଯୀଶୁ ଆମକୁ ଅନୁତାପ କରି ମନ ପରିବର୍ତ୍ତନ ପାଇଁ କହୁଛନ୍ତି। ଆଉ 3ଟା ବିଷୟ ପ୍ରଭୁ ଯୀଶୁ ତାଙ୍କ ନିକଟରୁ ନିଅ ବୋଲି କହୁଛନ୍ତି। ପ୍ରଥମ କହୁଛନ୍ତି ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ ନିଅ କହୁଛନ୍ତି। ଅର୍ଥାତ୍ ପରୀକ୍ଷା ସିଦ୍ଧ ବିଶ୍ୱାସ ହେବା ଆମର ଜରୁରୀ ଅଟେ। ଆମ ଜୀବନରେ ଯେତେବେଳେ ପରୀକ୍ଷା ଆସେ, ସମସ୍ୟା ଆସେ, ସେତେବେଳେ ହିଁ ଆମର ବିଶ୍ୱାସ ଶୁଦ୍ଧ ହୋଇଥାଏ। ପ୍ରଥମ ପିତର 1:7 ଯେମିତି ଲେଖା ଅଛି, ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷା ସିଦ୍ଧ ବିଶ୍ୱାସ, ତାହା ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହବ। ଏଠି ଆମେ ଦେଖୁଛୁ କେତେ ବହୁମୂଲ୍ୟ ହେଇଥାଉ ସୁବର୍ଣ୍ଣ, କିନ୍ତୁ ଈଶ୍ୱରଙ୍କ ଦୃଷ୍ଟିରେ ପରୀକ୍ଷା ସିଦ୍ଧ ବିଶ୍ୱାସ ହଉଛି ବହୁମୂଲ୍ୟ। ସେଇଟା ଆମର ସେ ଯେତେବେଳେ ଆସିବେ, ପ୍ରକାଶିତ ହେବେ, ସେଇ ସମୟରେ ତାହା ହିଁ ପ୍ରଶଂସା, ଗୌରବ, ସମ୍ଭ୍ରମର କାରଣ ହବ। ସେଥିପାଇଁ ଆମେ ଆମ ଜୀବନରେ ଆମର ସମସ୍ୟା ସମୟରେ ଆମେ ବିଚଳିତ ହେବା ନାହିଁ, ଧୈର୍ଯ୍ୟର ସହିତ ତାଙ୍କ ନିକଟରେ ଲାଗି ରହିବା ଆଉ ପରୀକ୍ଷା ସିଦ୍ଧ ବିଶ୍ୱାସୀ ହେବା ପାଇଁ ଚେଷ୍ଟା କରିବା। ସେକେଣ୍ଡ ଆମେ ଦେଖୁଛୁ ଏଇ 18ରେ ଉଲଙ୍ଗତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର ନିଅ କହୁଛନ୍ତି। ଅର୍ଥାତ୍ ପ୍ରଭୁ ଯୀଶୁଙ୍କର ଧାର୍ମିକତା ଓ ପବିତ୍ରତା ଦ୍ୱାରା ଆମେ ଆବୃତ ହେବା ଦରକାର। ଆମେ ତାଙ୍କର ଧାର୍ମିକତା ଓ ପବିତ୍ରତାର ଡ୍ରେସ୍ ପିନ୍ଧିବାକୁ ପଡିବ। ଜିସାୟ 61:10ରେ ଲେଖା ହେଇଛି, ମୁଁ ସଦାପ୍ରଭୁଙ୍କ ଠାରେ ଅତିଶୟ ଆନନ୍ଦ କରିବି, ମୋର ପ୍ରାଣ ମୋ ପରମେଶ୍ୱରଙ୍କ ଠାରେ ଉଲ୍ଲସିତ ହେବ। କାରଣ ବର ଯେପରି ଭୂଷଣରେ ଆପଣାକୁ ଭୂଷିତ କରେ ଓ କନ୍ୟା ଯେପରି ଆପଣା ରତ୍ନରେ ଆପଣାକୁ ଭୂଷିତ କରେ, ସେପରି ସେ ପରିତ୍ରାଣ ରୂପ ବସ୍ତ୍ରରେ ମତେ ବସ୍ତ୍ରାନ୍ୱିତ କରିଅଛନ୍ତି ଓ ଧର୍ମ ରୂପ ରାଜବସ୍ତ୍ରରେ ମତେ ଆଚ୍ଛାଦିତ କରିଅଛନ୍ତି। ଥ୍ୟାଙ୍କ ୟୁ ଲର୍ଡ। ପ୍ରଭୁ ଏତେ ସୁନ୍ଦର ଆମକୁ ଆଶୀର୍ବାଦ କରୁଛନ୍ତି, ପରିତ୍ରାଣ ରୂପ ବସ୍ତ୍ର ଦେଇଛନ୍ତି। ଧାର୍ମିକତା ଆଉ ପବିତ୍ରତାର ଜୀବନ କାଟିବା ପାଇଁ ଚାହୁଁଛନ୍ତି, ତାହା ହିଁ ଆମର ବସ୍ତ୍ର ହେବା ଦରକାର ସେ କହୁଛନ୍ତି। ଥାର୍ଡରେ ଆମେ ଦେଖୁଛୁ ଦୃଷ୍ଟି ପାଇବା ପାଇଁ ଚକ୍ଷୁରେ ଲେପନ କରିବା ପାଇଁ ଅଞ୍ଜନ କିଣ କହୁଛନ୍ତି, ମୋଠୁ ନିଅ କହୁଛନ୍ତି। ସେ ତାହା ହଉଛି ଆତ୍ମିକ ଜ୍ଞାନ ପାଇବା ପାଇଁ, ପବିତ୍ର ଆତ୍ମାଙ୍କର ସ୍ପର୍ଶ ପାଇବା ପାଇଁ ଆମେ ଚେଷ୍ଟା କରିବା। ସବୁବେଳେ ପବିତ୍ର ଆତ୍ମାଙ୍କର ଉପସ୍ଥିତିକୁ ଅନୁଭବ କରିବା, ସବୁବେଳେ ତାଙ୍କର ସାହାଯ୍ୟ ନେବା, ପବିତ୍ର ଆତ୍ମାଙ୍କର ହେଲ୍ପ ଚାହିଁବା, ଆଉ ସବୁବେଳେ ନିଜେ ଅନୁଭବ କରିବା ହୋଲି ସ୍ପିରିଟ୍ ଆମକୁ ହେଲ୍ପ କରୁଛନ୍ତି, ଆମ ପାଖରେ ଅଛନ୍ତି, ତାଙ୍କୁ ଇମ୍ପୋର୍ଟାନ୍ସ ଦେବା, ତାଙ୍କୁ କେବେ ବି ଦୁଃଖ ଦେବା ନାହିଁ। ଏଫେସିୟ 1:18ରେ ଯେମିତି ଲେଖା ହେଇଛି, ସେଥିରେ ତୁମ୍ଭମାନଙ୍କ ଆନ୍ତରିକ ଚକ୍ଷୁ ପ୍ରସନ୍ନ ହୁଅନ୍ତେ, ତାହାଙ୍କ ଆହ୍ୱାନର ଭରସା କଣ, ସାଧୁମାନଙ୍କ ମଧ୍ୟରେ ତାହାଙ୍କ ଅଧିକାରର ଗୌରବ ରୂପ ଧନ କଣ, ତାହା ଆମେ ଜାଣିବାକୁ ପଡିବ। ଆମକୁ ପ୍ରଭୁ ସ୍ପିରିଟ୍ ଅଫ୍ ୱିଜଡମ୍ ଦିଅନ୍ତୁ, ଆମେ ତାଙ୍କୁ ଆହୁରି ଜାଣିବା, ସେ କେତେ ମହାନ, ସେ ଆମ ପାଇଁ କଣ କରିଛନ୍ତି, ସେ କଣ କରିବାକୁ ଯାଉଛନ୍ତି, ଆମକୁ ସେ କଣ ଦେଇଛନ୍ତି, ସବୁବେଳେ ତାଙ୍କୁ ମନେ ପକେଇବା। ଆଉ ତାଙ୍କର ସେଥିପାଇଁ ପ୍ରଭୁଙ୍କଠୁ ଆମେ ସେ ସ୍ପିରିଟ୍ ଅଫ୍ ୱିଜଡମ୍ କୁ ମାଗିବା। ପ୍ରଭୁ ଆମକୁ ହୃଦୟରେ ଚକ୍ଷୁ ଖୋଲିଦେବେ, ଆଉ ପ୍ରଭୁ ଯୀଶୁଙ୍କର ଯୋଉ ଇନକମ୍ପାରେବଲ ଗ୍ରେଟନେସ୍ ପାୱାରକୁ ଆମେ ଜାଣିପାରିବା, ସେ କେତେ ମହାନ ତାହା ଆମେ ଜାଣିପାରିବା। ତାପରେ ଆମେ ଏଠି ଦେଖୁଛୁ 19ରେ ସେ କହୁଛନ୍ତି, ଆମେ ଯେତେ ଲୋକକୁ ଭଲ ପାଉ ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ, ଅତଏବ ଉଦ୍ଯୋଗୀ ହୋଇ ମନ ପରିବର୍ତ୍ତନ କର। ଗୋଟେ ସବୁଠାରୁ ହୃଦୟସ୍ପର୍ଶୀ ପଦ ଅଟେ। ପ୍ରଭୁ ଯାହାକୁ ଭଲ ପାଆନ୍ତି ସେମାନଙ୍କୁ ଶାସନ ମଧ୍ୟ କରିଥାନ୍ତି। ଅନେକ ସମୟରେ ଆମ ଜୀବନରେ ସମସ୍ୟା, ତାଡନା, ଦୁଃଖ, କଷ୍ଟ, ଅନେକ ପରୀକ୍ଷା ଆସିଥାଏ, କାରଣ ପ୍ରଭୁ ଆମକୁ ସଠିକ ରାସ୍ତାରେ ଯିବା ପାଇଁ ଦିଅନ୍ତି, ସେ ଶିକ୍ଷା ଦିଅନ୍ତି। ଅନେକ ସମୟରେ ତାଙ୍କର ଶାସନ ଦ୍ୱାରା, ଅନୁଯୋଗ ଦ୍ୱାରା ସେ ଆମକୁ ଶାସନ କରିଥାନ୍ତି। ଆମେ ତାହା ଦ୍ୱାରା ଆମେ ନିଜର ଭୁଲକୁ ସ୍ୱୀକାର କରିବା ଆଉ ଅନୁତାପରେ ହୃଦୟରେ ଈଶ୍ୱରଙ୍କ ନିକଟକୁ ଫେରି ଆସିବା, ମନ ପରିବର୍ତ୍ତନ କରିବା।
ନିଜର ଆମେ କୋଉଠି ପଡିଗଲୁ, ଈଶ୍ୱରଙ୍କ ଦୃଷ୍ଟିରେ କୋଉଠି ତାଙ୍କର ସନ୍ତୋଷ ହେଲୁନି, ଏସବୁ ଧ୍ୟାନ ଦେଇ ପରିବର୍ତ୍ତିତ ହେବା। ଆଉ ଈଶ୍ୱରଙ୍କ ସହିତ ଗୋଟେ ନିବିଡ଼ ସହଭାଗିତା ରଖିବା। ହିତୋପଦେଶ 3:11 ଆଉ 12 ଲେଖା ହେଇଛି, ହେ ମୋହର ପୁତ୍ର, ସଦାପ୍ରଭୁଙ୍କ ଅନୁଶାସନ ତୁଚ୍ଛ କର ନାହିଁ ଓ ତାହାଙ୍କ ଶାସନରେ କ୍ଳାନ୍ତ ହୁଅ ନାହିଁ। କାରଣ ଯେପରି ପିତା ଆପଣା ସନ୍ତୋଷ ପାତ୍ର ପୁତ୍ରକୁ, ସେପରି ସଦାପ୍ରଭୁ ଆପଣା ପ୍ରେମ ପାତ୍ରକୁ ଅନୁଶାସନ କରନ୍ତି। କେତେ ସୁନ୍ଦର ସୋଲୋମାନ ଈଶ୍ୱରଙ୍କର ସେଇ ବିଷୟକୁ ଆମକୁ ଜଣାଉଛନ୍ତି। ଆମେ ଅନେକ ସମୟରେ ବିଚଳିତ ହେଇ ପଡିଥାଉ, ଅଧୈର୍ଯ୍ୟ ହେଇ ପଡିଥାଉ ତାଙ୍କର ଶାସନରେ। ନାଇଁ, ଆମେ ସବୁବେଳେ କେବେ ବି ତୁଚ୍ଛ କରିବାନି, ତାଙ୍କର କ୍ଳାନ୍ତ ବି ହେବାନି। ଆମେ ଜାଣିବା ଆମର ବିଶ୍ୱାସ ରହିବା ଆବଶ୍ୟକ। ଉଚିତ ସମୟରେ ସେ ଉଚିତ କାର୍ଯ୍ୟ କରିବେ। ଅଧୈର୍ଯ୍ୟ ହେବା ନାହିଁ, ବିଶ୍ୱାସରେ ସ୍ଥିର ରହିବା। ଅନେକ ସମୟରେ ଆମକୁ ଆମ ଜୀବନରେ ସମସ୍ତେ ଆମେ ଅନୁଭବୀ, ମୁଁ ମାନେ ଏସବୁ ଜିନିଷ ମୁଁ ବୋଲି ନୁହେଁ, ସମସ୍ତେ ଆମେ ଅନୁଭବୀ ଈଶ୍ୱରଙ୍କର। ଆମେ କେତେବେଳେ ଆମର ଦୁର୍ବଳତା ଆସି ହେଇଥିଲେ ଈଶ୍ୱରଙ୍କର ପ୍ରେମ ଆମକୁ ସଜାଡି ଦେଇଥାଏ। କାହିଁକିନା ଆମେ ସମସ୍ତେ ଆସ୍ୱାଦନ କରି ଦେଖିଅଛୁ ଯେ ଆମ ସଦାପ୍ରଭୁ ପରମେଶ୍ୱର ଆମକୁ ସେ କେତେ ଭଲ ପାଆନ୍ତି, ଆମକୁ ସେ ବହୁତ ପ୍ରେମ କରନ୍ତି। ସେଥିପାଇଁ ତ ସେ ଶାସନ କରନ୍ତି। ଏଭ୍ରି 12:6 ଲେଖା ହେଇଛି, ଯାହାକୁ ସେ ପ୍ରେମ କରନ୍ତି ସେ ଶାସନ କରନ୍ତି। ସେତେବେଳେ ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେବା, ଥ୍ୟାଙ୍କ ୟୁ ଲର୍ଡ, ତମେ ଆମକୁ ଶାସନ କରୁଛ, କାହିଁକି ନା ତମେ ଆମକୁ ଭଲ ପାଉଛ। ଆମେ ଯେତେବେଳେ ଆମର ପୁଅ ଝିଅ ମାନେ ଯେତେବେଳେ ଦୁଷ୍ଟ ହେଇଥାଉ, ଆମେ ତାଙ୍କୁ ସେମିତି କରନି କହିକି ଥରେ ଥରେ ଆମକୁ ବାଡି ମଧ୍ୟ ୟୁଜ କରିବାକୁ ପଡିଥାଏ, କଡା କଥା ମଧ୍ୟ କହିଥାଉ। ସେମିତି ଆମେ ଶାସନ କରିଥାଉ, କାହିଁକିନା ଆମେ ତାକୁ ଭଲ ପାଉଥାଉ, ଭଲ ପାଉ, କାହିଁକି ସେ ଛୁଆଟା ଯେମିତି ଦୁଷ୍ଟ ହବନି। ସେଥିପାଇଁ ପ୍ରଭୁ ଆମକୁ ମଧ୍ୟ ଶାସନ କରନ୍ତି। ସେ ଚାହାନ୍ତି ଯେ ଆମର ଏ ଆତ୍ମାଟା ବିନଷ୍ଟ ନ ହଉ, ଏ ଆତ୍ମା ନର୍କଗାମୀ ନ ହଉ, ଆମେ ବିନଷ୍ଟ ହବାରୁ ରକ୍ଷା ପାଇଯାଉ। ସେ ସଦା ସର୍ବଦା, କାହିଁକି ସେ ଆମକୁ ଉଦ୍ଧାର କରିବା ପାଇଁ ଆସି ଆମ ପାଇଁ କୃଷାରେ ହତ ହେଇଛନ୍ତି। ଆମେ ଯେମିତି ତାଙ୍କର ସେ ବହୁମୂଲ୍ୟ ଦାନକୁ ସବୁବେଳେ ସ୍ମରଣ କରିବା। ସେ ଆମକୁ ଯୋଉ ପରିତ୍ରାଣ ରୂପ ବସ୍ତ୍ର ଦେଇଛନ୍ତି, ତାକୁ ମେଣ୍ଟେନ କରିବା। ବାକ୍ୟ ଦେଇଛନ୍ତି ଆମ ପାଖରେ, ଆଉ ସୁନ୍ଦର ଦାସ ଦାସୀ ମାନଙ୍କୁ ଦେଇଛନ୍ତି, ସୁନ୍ଦର ବାକ୍ୟ ମାଧ୍ୟମରେ ଆମମାନଙ୍କୁ ସଜାଗ ମଧ୍ୟ କରୁଛନ୍ତି। ଆମେ କେୟାରଫୁଲ ହେବା। ଆଉ ଯେତେ ସମସ୍ୟା ଆସୁ, ଯାହା ଦୁଃଖ କଷ୍ଟ ଆସୁ, ଆମେ ଈଶ୍ୱରଙ୍କ ଠାରେ ଲାଗି ରହିବା, ନିଜକୁ ତାଙ୍କ ପାଖରେ ସରେଣ୍ଡର କରିବା। କାହିଁକିନା ସେ ଆମ ପାଇଁ ବହୁ ଚିନ୍ତା କରନ୍ତି, ଆମକୁ ଭଲ ପାଆନ୍ତି। ସେଥିପାଇଁ ତାଙ୍କର ଶାସନ ଆଉ ଅନୁଯୋଗକୁ କେବେ ବି ସେଇଥିରେ ଆମେ ବିଚଳିତ ହେବାନି ନା କ୍ଳାନ୍ତ ହେବାନି। ଆମେ ନିଜେ ଦେଖିଛୁ, 2 ସାମୁଏଲ 12 ପର୍ବରେ ପଢିଛୁ, 9ରେ ବି ଲେଖା ହେଇଛି। କିନ୍ତୁ ସେ ଆମେ ଦେଖୁଛୁ ଦାଉଦ ଯେତେବେଳେ ପାପ କଲେ, ସେ ସେ ଜାଣିପାରୁନାହାନ୍ତି ସେଠି କୋଉଠି ଭୁଲ ହେଲା। କିନ୍ତୁ ପ୍ରଭୁ ନାଥନ ଭବିଷ୍ୟତ ବକ୍ତାକୁ ପଠେଇ ଦଉଛନ୍ତି। ନାଥନ ଭବିଷ୍ୟତ ବକ୍ତା ସୁନ୍ଦର ଇନଷ୍ଟାନ୍ସ ଦେଇକି ତାଙ୍କୁ ବତଉଛନ୍ତି। ସେତେବେଳକୁ ଦାଉଦ ସାଙ୍ଗେ ସାଙ୍ଗ ସ୍ୱୀକାର କରୁଛନ୍ତି ନିଜର ଭୁଲକୁ। ପ୍ରଭୁ ଏମିତି ଅନେକ ବିଷୟ ଆମମାନଙ୍କୁ ମଧ୍ୟ ପ୍ରତିଦିନ ଜୀବନରେ ଆମକୁ ଶାସନ କରିଥାନ୍ତି, କାହାରି ନା କାହାରି ଅନୁଯୋଗ ଦ୍ଵାରା ଜଣେଇଥାନ୍ତି। ଆମେ ତାହା ପ୍ରକୃତିରେ ଆମେ ଆମେ ନିଜେ ତାହା ଗ୍ରହଣ କରିବା, ଆଉ ସେ ଅନୁଯୋଗକୁ ବେଖାତିର କରିବାନି। ଈଶ୍ୱର ଆମକୁ ବହୁତ ଭଲ ପାଆନ୍ତି, ଆମକୁ ସେ ରକ୍ଷା କରିବା ପାଇଁ ଚାହିଁଛନ୍ତି। ଆମେ କେବେ ବିନଷ୍ଟ ହେଇଯାଉ କେବେ ସେ ଚାହାନ୍ତିନି, କାହିଁକିନା ସେ ସବୁବେଳେ ଆମକୁ ତାଙ୍କର ପାଖରେ ସ୍ଥାନ ଦେବା ପାଇଁ ସେ ଅପେକ୍ଷା କରି ରହିଛନ୍ତି। ସେଥିପାଇଁ ଏ ପଦ ମାଧ୍ୟମରେ ଆମେ ଆହୁରି ପ୍ରସ୍ତୁତ ହେବା, ତାଙ୍କର ଶାସନକୁ, ତାଙ୍କର ସେ ପ୍ରେମକୁ ଅନୁଭବ କରିବା, ହୃଦୟକୁ ପରିବର୍ତ୍ତିତ କରି ତାଙ୍କ ସହିତ ଲାଗି ରହିବା। 20 ପଦରେ ଦେଖୁଛୁ, ଦେଖ ଆମେ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛୁ, ଯଦି କେହି ଆମର ସ୍ୱର ଶୁଣି ଦ୍ୱାର ଫିଟାଇ ଦେବ, ତାହେଲେ ଆମେ ପ୍ରବେଶ କରି ତାହା ନିକଟକୁ ଯିବୁ, ପୁଣି ଆମ୍ଭେ ତାହା ସହିତ ଭୋଜନ କରିବୁ ଓ ସେ ଆମ୍ଭ ସହିତ ଭୋଜନ କରିବ। ଏଠି ଆମେ ଦେଖୁଛୁ ଯେ ଈଶ୍ୱର ଆମ ସହିତ ସହଭାଗିତା ଆଉ ଘନିଷ୍ଠତା ପାଇଁ ଇଚ୍ଛା କରୁଛନ୍ତି। ସେ କାହାକୁ ବାଧ୍ୟ କରୁନାହାନ୍ତି, ସେ କବାଟ ପାଖରେ ଠିଆ ହେଇଛି କହୁଛନ୍ତି। ଆମେ ତାଙ୍କୁ ଆମନ୍ତ୍ରଣ କରିବାର ଅଛି, ତାଙ୍କୁ ନିମନ୍ତ୍ରଣ କରିବାର ଅଛି। ପ୍ରଭୁ ଆସ, ଆମ ହୃଦୟ ଭିତରକୁ ଆସ, ତାଙ୍କ ସ୍ୱରକୁ ଶୁଣିବାର ଅଛି। ସୁନ୍ଦର ବାକ୍ୟ ମାଧ୍ୟମରେ ସେ ତାଙ୍କର ବାକ୍ୟ କହୁଛନ୍ତି, ଏ ବାକ୍ୟ ଦ୍ଵାରା ତାଙ୍କର ଭଏସକୁ ଆମକୁ ଶୁଣିବାର ଅଛି। ଆଉ ତାଙ୍କ ପାଇଁ ଆମେ ହୃଦୟ ରୂପ ଦ୍ୱାର ଖୋଲିଦେବା।
ସେ ପ୍ରବେଶ କରିବେ ଆଉ ଆମର ସହିତ ସେ ସୁନ୍ଦର ସହଭାଗିତା କରିବେ। ପ୍ରଭୁ ଚାହାନ୍ତି ଆମ ସହିତ ଏକ ଘନିଷ୍ଠ ବ୍ୟକ୍ତିଗତ ଓ ଆତ୍ମୀୟ ସମ୍ପର୍କ ସ୍ଥାପନ କରିବା ପାଇଁ। ସେମାନଙ୍କୁ କୌଣସି ବିଷୟରେ ଜବରଦସ୍ତି କରୁନାହାନ୍ତି। ସେମାନଙ୍କୁ ଫ୍ରିଡମ ଦେଇଛନ୍ତି, ଫ୍ରି ୱିଲ୍ ଦେଇଛନ୍ତି, ଆଉ ସେ ଅପେକ୍ଷାରେ ଅଛନ୍ତି। ଏଠି ଆମେ ସେ ଲୁକ 12ର 36, 37, ଲୁକ 12ର 36, 37ରେ ଲେଖା ହେଇଛି, ଆଉ ପ୍ରଭୁ ବିବାହ ଉତ୍ସବରୁ ବାହୁଡି ଆସି ଦ୍ୱାରରେ ମାରିବା ମାତ୍ର ଯେଉଁ ଲୋକମାନେ ତାଙ୍କ ନିମନ୍ତେ ତତ୍କ୍ଷଣାତ୍ ଦ୍ୱାର ଫିଟାଇବାକୁ ଅପେକ୍ଷାରେ ଥାନ୍ତି, ତୁମେମାନେ ସେମାନଙ୍କ ପରି ହୋଇ ରହିଥାଅ। ଏଠି କହୁଛନ୍ତି ପ୍ରଭୁ ଯେତେବେଳେ ବିବାହ ଉତ୍ସବରୁ ବାହୁଡି ଆସି ଦ୍ୱାରରେ ମାରିବେ, ସେତେବେଳେ ତାଙ୍କ ନିମନ୍ତେ ଆମେ ତତ୍କ୍ଷଣାତ୍, ଆମେ ଇମିଡିଏଟ ଦ୍ୱାର ପାଖରେ ଠିଆ ହେଇଥିବୁ, ତତ୍କ୍ଷଣାତ୍ ଦ୍ୱାର ଫିଟାଇବାକୁ ଆମେ ଅପେକ୍ଷାରେ ଯୋଉମାନେ ଥାନ୍ତି, ତାକୁ ତୁମେମାନେ ସେମାନଙ୍କ ପରି ହୁଅ। ସେମାନଙ୍କୁ ସେ ପ୍ରଭୁ ଭଲ ପାଆନ୍ତି। ଆମେ ସେଥିପାଇଁ ପ୍ରଭୁଙ୍କର ଆଗମନର ଦିନ ସନ୍ନିକଟ, ଆମେ ପ୍ରସ୍ତୁତ ରହିଥିବା। କେତେବେଳେ ଯେ ସେ ଆସିବେ, ଆମେ ଯେମିତି ସେ ଚାନ୍ସ ଟା ମିସ୍ ନ କରୁ, ଆଉ ପ୍ରଭୁଙ୍କ ସହିତ ଯିବା। ସେ ଅପେକ୍ଷା କରିଛନ୍ତି କବାଟ ଦ୍ୱାର ମୁହଁରେ। ଆମେ ପ୍ରସ୍ତୁତି ଜୀବନ କାଟିବା। ଆଉ 12ର 37ରେ ଲେଖା ହେଇଛି, ପ୍ରଭୁ ଆସି ଯେଉଁ ଦାସମାନଙ୍କୁ ଜାଗ୍ରତ ଦେଖିବେ, ସେମାନେ ଧନ୍ୟ। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ସେ ଆପଣାର କଟିବନ୍ଧନ କରି ସେମାନଙ୍କୁ ଭୋଜନରେ ବସାଇ ନିକଟକୁ ଯାଇ ସେବା କରିବେ। ପ୍ରଭୁ କେତେ ବଡ କଥା କହୁଛନ୍ତି। ପ୍ରଭୁ ଏ ବାକ୍ୟ ଦ୍ଵାରା ଆମମାନଙ୍କୁ ଆହୁରି ସଜାଗ କରନ୍ତୁ, କାହିଁକିନା ତାଙ୍କର ଆଗମନର ଦିନ ସନ୍ନିକଟ। ଆମେ ଏ ବାକ୍ୟ ମାଧ୍ୟମରେ ଆହୁରି ଜାଗ୍ରତ ଜୀବନ କାଟିବା। କାହିଁକିନା ରୋମିଓ 13:11ରେ ଲେଖା ଅଛି, ପୁଣି ଏବେ ତୁମମାନଙ୍କର ନିଦ୍ରାରୁ ଜାଗ୍ରତ ହେବାର ସମୟ ଯେ ଉପସ୍ଥିତ, ଏହା ଜାଣି ଏହି ସବୁ କର, କାରଣ ଆମ୍ଭମାନଙ୍କ ବିଶ୍ୱାସ କରିବାର ଦିନଠାରୁ ବର୍ତ୍ତମାନ ପରିତ୍ରାଣ ଆମ୍ଭମାନଙ୍କର ଅଧିକ ସନ୍ନିକଟ। ସେଥିପାଇଁ ଆମକୁ ସଜାଗ ହେବାର ଅଛି। ଏଠୁ ପୁଣି 21-22ରେ ଲେଖୁଛନ୍ତି, ଯେ ଜୟ କରେ ଆମ୍ଭେ ତାହାକୁ ଆମ୍ଭ ସହିତ ସିଂହାସନରେ ବସିବାକୁ ଦେବୁ। ଜୟ କରିବା କହିଲେ ଆମକୁ ପାପ ଉପରେ ଜୟଲାଭ କରିବାକୁ ହେବ। ଜାଗତିକ ସମସ୍ୟା, ପରୀକ୍ଷା ପ୍ରଲୋଭନ, ଆଧ୍ୟାତ୍ମିକ ଉଦାସୀନତା, ଶୈତାନ ପ୍ରଲୋଭନ, ଏଇସବୁ ଉପରେ ଆମକୁ ବିଜୟ ହେବା କଥାକୁ ବୁଝଉଛି। ଏସବୁରୁ ଆମେ ବିଜୟ ହେବାକୁ ପଡିବ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପରେ ବିଶ୍ୱାସ କରିବା ଦ୍ୱାରା ହିଁ ଆମେ ଏ ବିଜୟ ସମ୍ଭବ ଅଟେ। ଈଶ୍ୱରଙ୍କର ପାଖରେ ଆମେ ଯେତେ ବିଶ୍ୱାସ କରିବା, ତାଙ୍କୁ ଭୟ କରିବା, ତାଙ୍କର ଇଚ୍ଛା ଅନୁଯାୟୀ ଜୀବନ କାଟିବା, ଆମେ ବିଜୟ ଲାଭ କରିବା। ବିଜୟୀ ବିଶ୍ୱାସୀ ମାନଙ୍କୁ ଯୀଶୁ ଖ୍ରୀଷ୍ଟ ତାଙ୍କ ସହିତ ତାଙ୍କର ରାଜ୍ୟରେ ଶାସନ କରିବାର ଅଧିକାର ଦେବେ, ଆଉ ସେ ମହିମା ପ୍ରଦାନ କରାଯିବ ବୋଲି ଏଠାରେ କହୁଛନ୍ତି। ଯୀଶୁ ନିଜେ ମଧ୍ୟ ପୃଥିବୀରେ ସମସ୍ତ ପ୍ରକାର ପରୀକ୍ଷା ସହ୍ୟ କଲେ, ମୃତ୍ୟୁ ଉପରେ ବିଜୟ ଲାଭ କରି ପିତା ପରମେଶ୍ୱରଙ୍କର ଡାହାଣ ପାର୍ଶ୍ୱର ସିଂହାସନରେ ବସିଲେ। ତେଣୁ ଆମେ ବିଶ୍ୱାସୀ ମାନେ ଆଜି ଏଇ ବାକ୍ୟ ଦ୍ୱାରା ଆମେ ଆହୁରି ସଜାଗ ହେଇଯିବା। ଆମେ ତ ପ୍ରସ୍ତୁତି ପଥରେ ସମସ୍ତେ ଅଛୁ। ଆମେ ସମସ୍ତେ ପରିପକ୍ୱ ବିଶ୍ୱାସୀ ମାନେ, ଆମେ ସମସ୍ତେ ଈଶ୍ୱରଙ୍କର ନିକଟତର ହେବା ପାଇଁ ସଦାସର୍ବଦା ଚେଷ୍ଟା କରୁଛୁ। ଆମେ ନିଜର ଯଦି କୋଉଠି ବି ଦୁର୍ବଳତା ରହିଯାଉଛି, ଆମେ ଦେଖିବା ଆଉ ନିଜକୁ ପରୀକ୍ଷା କରିବା, ଆଉ କୋଉଠି ଆମର ଦୁର୍ବଳତା ରହିଯାଇଛି କି, ଆମର କୋଉ କାର୍ଯ୍ୟ ଈଶ୍ୱରଙ୍କର ସନ୍ତୋଷଜନକ ହେଇପାରିନି କି, ଆମେ ନିଜକୁ ପରୀକ୍ଷା କରି ଆମେ ପ୍ରସ୍ତୁତ ହେବା ଆଉ ସଜାଗର ଜୀବନ କାଟିବା। ତେଣୁ ଆମେ ସମସ୍ତେ ଆତ୍ମିକ ଜୀବନର ଅଭିବୃଦ୍ଧିକୁ ଇମ୍ପୋର୍ଟାନ୍ସ ଦେବା, ଆଉ ବିଶ୍ୱାସରେ ସ୍ଥିର ରହି ବାକ୍ୟ ଅନୁଯାୟୀ ଜୀବନ କାଟିବା, ପ୍ରଭୁ ଯୀଶୁଙ୍କର ପଦ ଚିହ୍ନକୁ ଅନୁସରଣ କରିବା। ଶେଷରେ ଆମେ ମଧ୍ୟ ଖ୍ରୀଷ୍ଟଙ୍କର ମହିମା ଓ ଅଧିକାରର ସହଭାଗୀ ହେବା। ପ୍ରଭୁ ତାହା ଚାହାନ୍ତି, ଆଉ ଆମକୁ ସେ ଚେଷ୍ଟା କରନ୍ତି, ଆମକୁ ଅନେକ ଅନୁଯୋଗ ଆଉ ଶାସନ ଦ୍ୱାରା ବି ଆମକୁ ସେ ସଜାଡନ୍ତି। ସେଥିପାଇଁ ପ୍ରଭୁ ଆମକୁ ଏ ବାକ୍ୟ ଦ୍ୱାରା ଆମକୁ, ଆମ ସମସ୍ତଙ୍କୁ, ମତେ, ଆପଣ ମାନଙ୍କୁ ସମସ୍ତଙ୍କୁ ଏ ବାକ୍ୟ ଦ୍ୱାରା ଆହୁରି ସଜାଗର ଜୀବନ କାଟିବା ପାଇଁ ଆମକୁ ସାହାଯ୍ୟ କରନ୍ତୁ।